ଶ୍ରୀ ଜଗନ୍ନାଥ ତେନ ଆଜି ଗୁରୁବାରେ ଲକ୍ଷ୍ମୀଙ୍କ ବାର। ଘୋଷଯାତ୍ରା ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ। ଦିଅଁ ଦର୍ଶନ ଦାଣ୍ଡରେ ଦେଖିବା ଦିଅଁକୁ, ସେ ଦେଖିବେ ଆମକୁ। ଏଇ ଗୁରୁବାରେ ରହି ଶୁକ୍ରବାରର ଇତିହାସ ପାଠନ କରିବା। 14 ତାରିଖ ଶୁକ୍ରବାର, ମେଷ ରାଶି ଦ୍ୱିଜା ନକ୍ଷତ୍ରର ସନ୍ଧ୍ୟା 6ଟା 35 ପରେ ଅଶୁଭ। ଆଜି ଏକ ସୁଖକର ଦିନ। ସମସ୍ତ ଦୁଃଖର ଅନ୍ତ ଘଟିବ। ଚରିତ୍ର ଗୁଣ ଓ କର୍ମାନୁସାରେ ବ୍ୟକ୍ତି ସୁଖ ଲାଭ କରିବ। ଆୟ ଅମଳ କ୍ଷେତ୍ରଟି ଖୋଲା ରହିବ। ଯିଏ ଠିଆ ହୋଇ ବୁଣିବ, ସେ ବସିକରି ଖାଇବ। କୌଣସି ଶୁଭ କାର୍ଯ୍ୟରେ ବାଧା ବନ୍ଧନ ନାହିଁ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦୁଃଖ ନାହିଁ। ଆଜି ସମସ୍ତଙ୍କୁ ମାନେ ମେଷ ଜନତାଙ୍କୁ ସେମାନଙ୍କର ମନଗୁଣେ ଶୁଭ ଫଳ ମିଳିବ। ବୃଷ ରାଶି 17 ତାରିଖ ଶୁକ୍ରବାର, ବୃଷ ରାଶି ରୋହିଣୀ ନକ୍ଷତ୍ରର ସନ୍ଧ୍ୟା 6ଟା 35 ପରେ ଅଶୁଭ। ଆଜ ଏକ ଦୁଃଖପୂର୍ଣ୍ଣ ଦିନ। ସବୁ କର୍ମରେ ବାଧା ବନ୍ଧନ ଭୟ ଅଛି। ଦୂରଯାତ୍ରା ନ କଲେ ରାସ୍ତା ମଝିରେ ହଇରାଣ ହେବେ। ଆୟ ଅମଳ ପ୍ରାୟ ହେବନି। ଦେହ ଖରାପ ହେବ। ଯଥା ସମୟରେ ଆହାର ମିଳିବନି। ବନ୍ଧୁ ଦର୍ଶନ ଓ ଦେବ ଦର୍ଶନ ଯୋଗ ଅଛି ଦିନର ଶେଷ ସମୟରେ। ମିଥୁନ ରାଶି 17 ତାରିଖ ଶୁକ୍ରବାର, ମିଥୁନ ରାଶି ପୁନର୍ବସୁ ନକ୍ଷତ୍ରର ସନ୍ଧ୍ୟା 6ଟା 35 ପରେ ଅଶୁଭ। ଆଜି ଏକ ଆୟକାରୀ ଦିନ। ଦୈନିକ କୃତ ସେବା ବୃତ୍ତି ବ୍ୟବସାୟ ଠିକ୍ ଠାକ୍ ଚାଲିବ। ରୋଜଗାର ପାଇଁ ଯୋଜନା କରନ୍ତୁ। ଯଥା ସ୍ଥାନରେ ଯଥା ସମୟରେ ଯଥୋଚିତ କର୍ମ କରିବା ସହ ବୁଦ୍ଧି ବିଦ୍ୟାର ପ୍ରୟୋଗ କରନ୍ତୁ। ଆଉ ବିଶେଷ ବଢ଼ିଆ ଆୟ ହେବ। ଶ୍ରମ ବୃଥା ଯିବନି। ଭାଇ ଭଉଣୀଙ୍କ ସହ ମଧୁର ସମ୍ପର୍କ ରହିବ। ଶାରୀରିକ ସମସ୍ୟା ନାହିଁ। ସବୁ କାମ ପାଇଁ ଉଦ୍ଯୋଗ କରନ୍ତୁ, ସଫଳ ହେବେ। କର୍କଟ ରାଶି 17 ତାରିଖ ଶୁକ୍ରବାର, କର୍କଟ ରାଶି ଅଶ୍ଳେଷା ନକ୍ଷତ୍ରର ସନ୍ଧ୍ୟା 6ଟା 35 ପରଠାରୁ ଅଶୁଭ। ପୁରୁଷମାନଙ୍କର ଘାତଚନ୍ଦ୍ର। ଦିନଟି ଦୁହାଁଳିଆ ଗାଈ ପରି ଜାଣନ୍ତି। ଗାଈ ମୁହଁରେ କ୍ଷୀର। ନିଜ ଆୟ ସଂସ୍ଥା ପ୍ରତି ଅନୁକୂଳ ଭାବ ପୋଷଣ କରି ଯଥୋଚିତ କର୍ମ କରନ୍ତୁ, ମଙ୍ଗଳ ହେବ। ଦେହ ପା ସୁସ୍ଥ ରହିବ। ମାତ୍ର ମନ ବଡ଼ ଅବଲୋକରା ହେବ। ସମସ୍ତଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବ। ସିଂହ ରାଶି 17 ତାରିଖ ଶୁକ୍ରବାର, ସିଂହ ରାଶିର କୌଣସି କ୍ଷେତ୍ରରେ ଅଶୁଭ ନାହିଁ। କୌଣସି ନକ୍ଷତ୍ର ଅଶୁଭ ନାହାନ୍ତି। ଆଜ ଏକ ଶୁଭ ଲକ୍ଷଣ ସମ୍ପନ୍ନ ଦିନ। ସମସ୍ତଙ୍କର ଶୁଭ କାମନା କରନ୍ତୁ। ସମସ୍ତଙ୍କର ମଙ୍ଗଳ ଚିନ୍ତା କରନ୍ତୁ। ଦାନ ଧର୍ମ କରନ୍ତୁ। ବିଶେଷ ମଙ୍ଗଳ ହେବ। ମନ ପ୍ରଫୁଲ୍ଲ ରହିବ। ମୁଣ୍ଡ ଶାନ୍ତ ଶୀତଳ ରହିବ। ଦେହ ସୁସ୍ଥ ରହିବ। ସାମାନ୍ୟ ଚେଷ୍ଟାରେ ଶ୍ୱରବିଦ୍ଧ ଲୌକିକ ସୁଖ, ପାରିବାରିକ ଶାନ୍ତି, ସାମାଜିକ ଆନନ୍ଦ ପାଇବେ। କିଛି ବନ୍ଧୁ ଭଲ ଉପହାର ଆଣିବେ। ରୁଚିକର ଭୋଜନ ପାଇବେ। ରୋଜଗାର ପାଇଁ ଯଦି ଯଥାର୍ଥ ଉଦ୍ଯୋଗ କରିବେ, ଆରାମରେ ବହୁ ଧନ କରଗତ ହେବ। କନ୍ୟା ରାଶି 17 ତାରିଖ ଶୁକ୍ରବାର, କନ୍ୟା ରାଶିର ଚିତ୍ରା ନକ୍ଷତ୍ରର ସନ୍ଧ୍ୟା 6ଟା 35 ଅଶୁଭ। ଏକ ଅଶୁଭ ଦିନ ବୋଲି ଜାଣନ୍ତୁ। କୌଣସି ସୁଖ ସୁବିଧା ମିଳିବନି। ହେବା କାର୍ଯ୍ୟ ହେବନି। ଯାତ୍ରାରେ ବିରାଡ଼ି ଛିଙ୍କିବ। ଦେହ ମୁଣ୍ଡ ଖରାପ ହେବ। ଆୟ ଅମଳ ହେବ। ମାତ୍ର ସାମାନ୍ୟ ବୃଥା ପରିଶ୍ରମ କରି କ୍ଳାନ୍ତ ହେବେ। ଦୂରଯାତ୍ରା କଲେ ରାସ୍ତାରେ ହଇରାଣ ହେବେ। ସମସ୍ତ ପ୍ରକାର ସମସ୍ୟା ଗୋଟିଏ ପରେ ଗୋଟିଏ ଆସି ମୁଣ୍ଡ ବିଗାଡ଼ି ଦେବ। ତୁଳା ରାଶି 17 ତାରିଖ ଶୁକ୍ରବାର, ତୁଳା ରାଶି ବିଶାଖା ନକ୍ଷତ୍ରର ସନ୍ଧ୍ୟା 6ଟା 35 ପରେ ଅଶୁଭ। ଆଜ ଏକ ଆୟକାରୀ ଲାଭପ୍ରଦ ଶୁଭକାରକ ଦିନ। ଚେଷ୍ଟା କଲେ ଅଣ୍ଟି ପୁରିଯିବ। ସମସ୍ତ ଯୋଜନା ସଫଳ ହେବ। ଉଦ୍ୟମ ଉଦ୍ଯୋଗରେ ଯେପରି ତ୍ରୁଟି ନ ହୁଏ।
ଦେହ ପା ଠିକ୍ ଠାକ୍ ରହିବ, କୌଣସି ପ୍ରକାର ବାଧା ବନ୍ଧନ ନାହିଁ। ଯେପରି ବୁଣିବେ ସେପରି କାଟିବେ, ନେଇ ଆଣି ଥୋଇପାରିଲେ ସୁଖ ଶାନ୍ତି ଧନ ମାନ ଓ ସ୍ୱାସ୍ଥ୍ୟ ପାଇ ଖୁସି ହେବେ। ଆଳସ୍ୟକୁ ହତ୍ୟା କରି ଉଦ୍ୟମକୁ ସ୍ୱାଗତ କରନ୍ତୁ, ମଙ୍ଗଳ ହେବ। ଆଳସ୍ୟ ହି ମନୁଷ୍ୟାଣାଂ ଶରୀରସ୍ଥ ମହାନ ରିପୁ। 17 ତାରିଖ ଶୁକ୍ରବାର, ବିଛା ରାଶି, ଜ୍ୟେଷ୍ଠା ନକ୍ଷତ୍ରର ସନ୍ଧ୍ୟା 6:35 ଠାରୁ ଅଶୁଭ। ଘାତ ବାର, କର୍ମ କରିବ ନାନା ମତେ, ଫଳିବ କର୍ମର ଆୟତ୍ତେ। ଭାଗବତ ବାଣୀ ମନେ ରଖିବେ। ଆଜି ଖାଲି କର୍ମ 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 କରନ୍ତୁ। କର୍ମ କ୍ଷେତ୍ର ଆପଣଙ୍କୁ ଜଗିଛି। ଅବିଳମ୍ବେ ଯଥା ସମୟରେ ପହଞ୍ଚି ଯଥୋଚିତ କର୍ମ କରି କୃତ କର୍ମର ଫଳ ସଂଗ୍ରହ କରନ୍ତୁ। ଆପଣଙ୍କ ଚେଷ୍ଟାନୁସାରେ ଧନଲକ୍ଷ୍ମୀ ଆଜି ଦେଇ ଚାଲିବେ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ବିବିଧ ସୁଖ ସମ୍ଭାର ନେଇ ଆଜି ପ୍ରକୃତି ଆପଣଙ୍କୁ ସ୍ୱାଗତ କରିବ। ଜାଣନ୍ତୁ, ମନ ଗୁଣେ ଫଳ, ତୀର୍ଥ ନେଇ ଜଳ। ଏବେ ଶୁଣିବା ଧନୁରାଶି। 17 ତାରିଖ ଶୁକ୍ରବାର, ଧନୁ ରାଶିର ଘାତ ବାର, ପୂର୍ବ ଫାଲ୍ଗୁନ ନକ୍ଷତ୍ରର ସନ୍ଧ୍ୟା 6:35 ଠାରୁ ଅଶୁଭ। ଆଜ ଦିନ କିଛି ମିଶ୍ର ଫଳ ମିଳିବ। ସୁଖ ପାଇବେ, ଶାନ୍ତି ପାଇବେ ଯଦି ଚୁପ୍ ରହିବେ। ହାତେ ମାପି ଖଣ୍ଡେ ଚାଲନ୍ତୁ। ଖୁବ୍ କମ୍ କହନ୍ତୁ ବା କିଛି ନ କହନ୍ତୁ। ଧାର ଉଧାର ମାଗନ୍ତୁନି କି କାହାକୁ ପରାମର୍ଶ ଦିଅନ୍ତୁନି। ଯଦି କଥା ନ ମାନିବେ ତେବେ ଅପମାନିତ ହେବେ। ମକର ରାଶି। 17 ତାରିଖ ଶୁକ୍ରବାର, ମକର ରାଶିର ଘାତ ଚନ୍ଦ୍ର, ଧନିଷ୍ଠା ନକ୍ଷତ୍ରର ସନ୍ଧ୍ୟା 6:35 ଠାରୁ ଅଶୁଭ। ଦିନଟି କୌଣସି ପ୍ରକାରରେ ଶୁଭ ନୁହେଁ। କେହି ବି ହସି ହସି ସମ୍ଭାଷଣ କରିବେନି। କେହି କିଛି ଦେବାକୁ ଚାହିଁବେନି। ଆୟ ଅମଳ ଆଦୌ ହେବନି। କାରଣ ବିନା ଶତ୍ରୁ ସୃଷ୍ଟି ହେବେ। ଦେହ ପୂର୍ଣ୍ଣ ଅସୁସ୍ଥ ରହିବ। ଯାନବାହନରେ ଯାତ୍ରା କଲେ ରାସ୍ତାରେ ହଇରାଣ ହେବେ। କାରଣ ଆଜି ଧକ୍କା ଭୟ ଅଛି। ବି କେୟାରଫୁଲ୍। 17 ତାରିଖ ଶୁକ୍ରବାର, କୁମ୍ଭ ରାଶି, ପୂର୍ବ ଭାଦ୍ର ନକ୍ଷତ୍ରର ସନ୍ଧ୍ୟା 6:35 ଠୁ ଅଶୁଭ। ହଠାତ୍ ଦେହର ଏକ ଅଙ୍ଗ ଦଣ୍ଡିତ ହେବ। ଭାରି ବାଧିବ। କହି ହେବନି କି ସହି ହେବନି। ଆଖିରେ ଲୋତକ ରହି ହେବନି। ଆୟ ଅମଳ ପାଇଁ ପ୍ରଶସ୍ତ ଦିନ। ଏଣୁ କର୍ମକ୍ଷେତ୍ର ଡାକୁଛି। ଚଞ୍ଚଳ ଚଳଚଞ୍ଚଳ ହୁଅନ୍ତୁ। ଉଦ୍ୟୋଗ କରନ୍ତୁ। ମୁଣ୍ଡ ଖଟାନ୍ତୁ ଆଉ ଖଟନ୍ତୁ। ବଢ଼ିଆ ରୋଜଗାର ହେବ। 17 ତାରିଖ ଶୁକ୍ରବାର, ମୀନ ରାଶିର ଘାତ ବାର, ରେବତୀ ନକ୍ଷତ୍ରର ସନ୍ଧ୍ୟା 6:35 ଠାରୁ ଅଶୁଭ। ଆଜ ଏକ ଲାଭକାରକ ଦିନ। କ୍ଷତିର ନାଁ ଗନ୍ଧ ନାହିଁ। ମଞ୍ଜି ପୋତିଲେ ଗଛ ହେବ। ସେ ଗଛ ନିଶ୍ଚୟ ଫଳିବ। ଏହା ଜାଣି ସ୍ଥିର ମସ୍ତିଷ୍କରେ ବିଚାର କରି କର୍ମ ଯୋଜନା କରନ୍ତୁ। ଆୟ ଅମଳ ପାଇଁ ଯତ୍ନଶୀଳ ହୁଅନ୍ତୁ। ଉଦ୍ୟୋଗ କରନ୍ତୁ। ବୁଦ୍ଧି ବିଦ୍ୟାର ସୁବିନିଯୋଗ କରନ୍ତୁ। ଆୟ ତ ଅଧିକ ହେବ, ଲାଭ କିନ୍ତୁ କମ୍ ହେବନି। ବିଦ୍ୟା ବୁଦ୍ଧି ଯଦି ଠିକ୍ ସମୟରେ ଖଟେଇ ପାରିବେ ବଢ଼ିଆ ଲାଭ ହେବ। ଦେହ ଠିକ୍ ଠାକ୍ ରହିବ। ଏଣୁ ମୀନରାଶିର ବନ୍ଧୁଗଣ ଯଥେଷ୍ଟ ଉଦ୍ୟମ କଲେ ଆଜି ସଫଳର ପାହାଚ ଉପରକୁ ଯିବେ। ରହିଲି ବନ୍ଧୁ, ଆଜି ପାଇଁ ଏତିକି। ନମସ୍କାର।